ଆଜିର ପ୍ରଥମ ପ୍ରଶ୍ନ, ଲୋକସଭାର କାର୍ଯ୍ୟକାଳ କେତେ ବର୍ଷ? ଏହାର ସଠିକ୍ ଉତ୍ତର ହେଉଛି 5 ବର୍ଷ। ଲୋକସଭାର କାର୍ଯ୍ୟକାଳ 5 ବର୍ଷ ଅଟେ। ପରବର୍ତ୍ତୀ ପ୍ରଶ୍ନ, ରାଜ୍ୟସଭାର କାର୍ଯ୍ୟକାଳ କେତେ ବର୍ଷ ଅଟେ? ଏହାର ସଠିକ୍ ଉତ୍ତର ହେଉଛି 6 ବର୍ଷ। ରାଜ୍ୟସଭାର କାର୍ଯ୍ୟକାଳ 6 ବର୍ଷ ଅଟେ। ପରବର୍ତ୍ତୀ ପ୍ରଶ୍ନ, ରାଜ୍ୟସଭାରେ କିଏ ଅଧ୍ୟକ୍ଷତା କରନ୍ତି? ଏହାର ସଠିକ୍ ଉତ୍ତର ହେଉଛି ଉପରାଷ୍ଟ୍ରପତି। ରାଜ୍ୟସଭାରେ ଉପରାଷ୍ଟ୍ରପତି ଅଧ୍ୟକ୍ଷତା କରନ୍ତି। ପରବର୍ତ୍ତୀ ପ୍ରଶ୍ନ, ଲୋକସଭାର ସଭାପତି କିଏ? ଏହାର ସଠିକ୍ ଉତ୍ତର ହେଉଛି ବାଚସ୍ପତି। ଲୋକସଭାର ସଭାପତି ବାଚସ୍ପତି ଅଟନ୍ତି। ପରବର୍ତ୍ତୀ ପ୍ରଶ୍ନ, ରାଜ୍ୟସଭାର ସଭ୍ୟ ସଂଖ୍ୟା କେତେ? ଏହାର ସଠିକ୍ ଉତ୍ତର ହେଉଛି 250। ରାଜ୍ୟସଭାର ସଭ୍ୟ ସଂଖ୍ୟା 250 ଅଟେ। ପରବର୍ତ୍ତୀ ପ୍ରଶ୍ନ, ଲୋକସଭାର ସଭ୍ୟ ସଂଖ୍ୟା କେତେ? ଏହାର ସଠିକ୍ ଉତ୍ତର ହେଉଛି 545। ଲୋକସଭାର ସଭ୍ୟ ସଂଖ୍ୟା 545 ଅଟେ। ପରବର୍ତ୍ତୀ ପ୍ରଶ୍ନ, ଭାରତର ପାର୍ଲିଆମେଣ୍ଟରେ କେତୋଟି ସଭା ଅଛି? ଏହାର ସଠିକ୍ ଉତ୍ତର ହେଉଛି 2ଟି। ଭାରତର ପାର୍ଲିଆମେଣ୍ଟରେ 2ଟି ସଭା ଅଛି, ଯଥା ଲୋକସଭା ଓ ରାଜ୍ୟସଭା। ପରବର୍ତ୍ତୀ ପ୍ରଶ୍ନ, ଭାରତର ସର୍ବାଧିକ ସାକ୍ଷର ରାଜ୍ୟ କିଏ? ଏହାର ସଠିକ୍ ଉତ୍ତର ହେଉଛି କେରଳ। ଭାରତର ସର୍ବାଧିକ ସାକ୍ଷର ରାଜ୍ୟ କେରଳ ଅଟେ। ପରବର୍ତ୍ତୀ ପ୍ରଶ୍ନ, ଭାରତରେ କି ପ୍ରକାର ଶାସନ ଚାଲିଛି? ଏହାର ସଠିକ୍ ଉତ୍ତର ହେଉଛି ଗଣତାନ୍ତ୍ରିକ ଶାସନ। ଭାରତରେ ଗଣତାନ୍ତ୍ରିକ ଶାସନ ଚାଲିଛି। ପରବର୍ତ୍ତୀ ପ୍ରଶ୍ନ, ଭାରତରେ କେତେ ବର୍ଷକୁ ଥରେ ଜନଗଣନା ହୁଏ? ଏହାର ସଠିକ୍ ଉତ୍ତର ହେଉଛି 10 ବର୍ଷ ପରେ। ଭାରତରେ 10 ବର୍ଷକୁ ଥରେ ଜନଗଣନା ହୋଇଥାଏ।